हेलो फ्रेंड्स, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଓକେ, ଆଜି ଆମେ ପଢ଼ିବା +3 ଫାର୍ଷ୍ଟ ସେମିଷ୍ଟରର AECC1, ଯାହାକି +3ରେ ଯେତିକି ପିଲାମାନେ ପାଠ ପଢ଼ୁଛନ୍ତି ପ୍ରାୟ 90%ରୁ 95% ପିଲାମାନଙ୍କର EVS କମ୍ପଲସରି ଅଛି। ଓକେ, ବୁକ୍ ନେମ୍ ହେଲା ପରିବେଶ ଅଧ୍ୟୟନ ଓ ବିପର୍ଯ୍ୟୟ ପରିଚାଳନା। ମୁଁ ଗୋଟେ ୟୁନିଟ୍ 2ର ପଢ଼ଉଛି। ୟୁନିଟ୍ 2ର ସବୁ ୟୁନିଟ୍ 1ର ସବୁ ପ୍ଲେଲିଷ୍ଟରେ ଅଛି, ସବୁ ଦେଖିନେବ ସାଙ୍ଗମାନେ। ଓକେ, ୟୁନିଟ୍ 2ରଟା ମୁଁ ପଢ଼ଉଛି। ପୂର୍ବରୁ ମୁଁ ଆଲୋଚନା କରୁଛି 1 ମାର୍କିଆ 2 ମାର୍କିଆ 10ଟା ଦେଇଛି। ଏଇଟା ହେଲା 2 ମାର୍କିଆର ଆଉ କିଛିଟା ଅଛି ଅଳ୍ପ, ସେଇଟା ମୁଁ ପଢ଼ଉଛି। ଓକେ, ମୋର ଯଦି କିଛି ଭୁଲ ହେବ ତାହେଲେ ମୋତେ କ୍ଷମା କରିବେ। ପିଲାମାନେ, ମୁଁ ଯାଇଥିଲି ସାଂସ୍କ୍ରିଟ୍ ବହି ଆଣିବା ପାଇଁ, ସାଂସ୍କ୍ରିଟ୍ ବହି ପଢ଼େଇବି। ଓକେ, ସାଂସ୍କ୍ରିଟ୍ ବହି ଆଣିବା ପାଇଁ ଯାଇଥିଲି, ସାଂସ୍କ୍ରିଟ୍ ବହି ନାହିଁ। ସେ କହିଲା କ'ଣ ସିଲାବସ୍ ଚେଞ୍ଜ ହେଉଛି, ସେ ନୂଆ ବହି ଆଣିଲେ ମୁଁ ନୂଆ ବହି ଆଣିକି ଆପଣଙ୍କୁ ଯେମିତି ହେଲେ ମୁଁ ପଢ଼େଇବି। ଏଇଟା ମୋର କଥା ରହିଲା ଆପଣଙ୍କ ପାଖରେ। ଓକେ, ପ୍ରଶ୍ନ ନମ୍ବର 11, ପରିବେଶ ପରିଚ୍ଛନ୍ନତାର ଆବଶ୍ୟକତା ଲେଖ। ପରିବେଶ ପରିଚ୍ଛନ୍ନତା ରୋଗ ପ୍ରତିରୋଧ ନିମନ୍ତେ ଏକାନ୍ତ ଆବଶ୍ୟକୀୟ। ଗୃହର ଭିତର ଏବଂ ବାହାର ପରିବେଶ ପରିଷ୍କାର ପରିଚ୍ଛନ୍ନ ରହିଲେ ରୋଗ ହେବାର ସମ୍ଭାବନା ହ୍ରାସ ପାଇଥାଏ। ଅଳିଆ ଆବର୍ଜନା ସଦସ୍ୟନ୍ତିଆ ସ୍ଥାନ ଆଦିର ନିରାକରଣ ଦ୍ୱାରା ମଶା ମାଛି ଆଦି ରୋଗ ବାହକମାନଙ୍କଠାରୁ ରକ୍ଷା ମିଳିଥାଏ। 12, ବିଶ୍ୱ ତାପାୟନ କ'ଣ? ଭିନ୍ନ ଭିନ୍ନ ଭୌଗୋଳିକ ପରିବେଶ ବାୟୁମଣ୍ଡଳରେ ବିଭିନ୍ନ କ୍ଷତିକାରକ ରାସାୟନିକ ଗ୍ୟାସର ପରିମାଣ ବୃଦ୍ଧି, ସବୁଜ କୋଠରୀ ପ୍ରଭାବ, ଜୀବାଶ୍ମ ଇନ୍ଧନରେ ଦହନ ଫଳରେ ପୃଥିବୀର ତାପମାତ୍ରା ଏକ ବିରାଟ ପରିବର୍ତ୍ତନ ଦେଖାଦେଇଥାଏ। ଏହାକୁ ବିଶ୍ୱର ତାପାୟନ ବା ଗ୍ଲୋବାଲ ୱାର୍ମିଂ ବୋଲି କୁହାଯାଏ। ଓକେ, 13ରେ ହେଲା ଧାରଣକ୍ଷମ ବିଶ୍ୱ ସମାଜ କ'ଣ? ପରିବେଶର ମୂଲ୍ୟବୋଧ ହେଉଛି ଏକ ପରିକଳ୍ପିତ ବିଶ୍ୱ ସମାଜର ଆଧାର। ଧାରଣକ୍ଷମ ବିଶ୍ୱ ସମାଜ ଏକ କଳ୍ପିତ ସମାଜ ବ୍ୟବସ୍ଥା। ଏହାର ପ୍ରବକ୍ତାମାନେ ମଣିଷ ଜାତିର ପ୍ରାଚୀନ ଇତିହାସରୁ ପ୍ରେରଣା ଲାଭ କରି ଧାରଣକ୍ଷମ ବିଶ୍ୱ ସମାଜର ଗଠନ ସମ୍ପର୍କ ସୂଚନା ଦେଇଛନ୍ତି, ଯାହା ଧାରଣକ୍ଷମ ବିଶ୍ୱ ସମାଜର ପ୍ରାସଙ୍ଗିକତାକୁ ବୁଝାଇଥାଏ। 14, ଧାରଣକ୍ଷମ ବିକାଶ କହିଲେ ଧାରଣକ୍ଷମ ବିକାଶ ଧାରଣା କ'ଣ? ପରିବେଶର ସୂକ୍ଷ୍ମ ସନ୍ତୁଳନକୁ ନଷ୍ଟ ନ କରି ପରିବେଶ ପ୍ରଦୂଷଣ ତଥା ବହୁ ସଂଖ୍ୟକ ଲୋକଙ୍କୁ ଅସ୍ତବ୍ୟସ୍ତ ନ କରି ସମାଜରେ ଯେଉଁ ବିକାଶ ସାଧନ ହୁଏ ତାହାକୁ ଧାରଣକ୍ଷମ ବିକାଶ ଧାରଣା ବୋଲି ଆଖ୍ୟା ଦିଆଯାଇଥାଏ। ଧାରଣ କ୍ଷମତାର ଅର୍ଥ କ'ଣ? ଯେଉଁ ସମୟରେ କୌଣସି ଜନସମୂହ ସଂଖ୍ୟା ବୃଦ୍ଧିର ଚରମ ସୀମାରେ ପହଞ୍ଚିଥାଏ, ସେ ସମୟରେ ଆଉ ଜନସଂଖ୍ୟା ବୃଦ୍ଧି ହୁଏ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ବାସସ୍ଥାନ ସର୍ବାଧିକ ଜନସଂଖ୍ୟାକୁ ଆଶ୍ରୟ ଦେଇଥାଏ, ତାହାକୁ ଜୀବସଂଖ୍ୟାର ଧାରଣ କ୍ଷମତା ବା ବହନକାରୀ ସାମର୍ଥ୍ୟ ବୋଲି କୁହାଯାଇଥାଏ। ବିକଶିତ ଏବଂ ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ଜନସଂଖ୍ୟା ବିତରଣ ସମ୍ବନ୍ଧରେ ଉଲ୍ଲେଖ କର। ବିକଶିତ ରାଷ୍ଟ୍ର ସମୂହର ଜନସଂଖ୍ୟା ପୃଥିବୀ ଜନସଂଖ୍ୟାର 20% ମାତ୍ର। ଏହା ଚୀନର ଲୋକଙ୍କଠାରୁ କମ୍। ପୃଥିବୀର ଅବଶିଷ୍ଟ 80% ଲୋକ ବିକାଶଶୀଳ ଦେଶ ସମୂହରେ ବସବାସ କରନ୍ତି। ଏଣୁ ଏହି ଦୁଇ ଗୋଷ୍ଠୀର ଅନୁପାତ ହେଲା 2.8। ଏହି ଅନୁପାତରୁ ଏହା ସ୍ପଷ୍ଟ ଯେ ପୃଥିବୀର ପ୍ରତି 10 ଜଣ ଲୋକଙ୍କ ମଧ୍ୟରୁ 2 ଜଣ ବିକଶିତ ଦେଶ ଅଧିବାସୀ ଥିଲାବେଳେ 8 ଜଣ ହେଉଛନ୍ତି ବିକାଶଶୀଳ ଦେଶର ଅଧିବାସୀ। ଜନସଂଖ୍ୟାର ଯେ ଆକୃତି ବୃଦ୍ଧି କହିଲେ କ'ଣ ବୁଝ? କୌଣସି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବଢ଼ି ଚାଲିଥିବା ଜନସଂଖ୍ୟା ଅଭିବୃଦ୍ଧିକୁ ଯଦି ଏକ ଗ୍ରାଫ ଆକାରରେ ଅଙ୍କାଯାଏ, ତାହା ଇଂରାଜୀ ଅକ୍ଷର ଯେ ପରି ଦେଖାଯାଏ।
ଏହାକୁ ଜି-ଆକୃତି ବୃଦ୍ଧି କୁହାଯାଏ। ଓକେ, ମନେ ରହିଲା। ଏସିଆ ମହାଦେଶର ଜନସଂଖ୍ୟା ବିଷୟରେ ଉଲ୍ଲେଖ କର। ଜନସଂଖ୍ୟା ଓ କ୍ଷେତ୍ରଫଳ ଅନୁଯାୟୀ ଏସିଆ ହେଉଛି ପୃଥିବୀର ବୃହତ୍ତମ ମହାଦେଶ। ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ 3/5 ଏସିଆର ମହାଦେଶରେ ବସବାସ କରୁଥିବା ବେଳେ ଏହାର କ୍ଷେତ୍ରଫଳ ସମୁଦାୟ ସ୍ଥଳଭାଗ 1/3 ଅଟେ। ଏଇଠି ବିଦେଶ ଜୟ ଜଗନ୍ନାଥ।